ପିଲାମାନେ ଆମେ ଆଜି ଯୁକ୍ତାକ୍ଷର ଶବ୍ଦ ଗୁଡ଼ିଏ ପଢ଼ିବା। ପ୍ରଥମେ କହିଲ ଯୁକ୍ତାକ୍ଷର ଅର୍ଥ କ'ଣ? ଯୁକ୍ତାକ୍ଷର ଅର୍ଥ ହେଉଛି ଯୁକ୍ତ ଅକ୍ଷର। ଯେଉଁଠି ଦୁଇଟି ଅକ୍ଷର ଯୁକ୍ତ କରି ଆମେ ଗୋଟେ ଅକ୍ଷର ତିଆରି କରିବା ତାକୁ ଆମେ କହିବା ଯୁକ୍ତାକ୍ଷର। ତ ଆଜିର ଯୁକ୍ତାକ୍ଷର ହେଉଛି ଞ୍ଚ ଆଉ ଛ। ଞ୍ଚ ଛ। ପ୍ରଥମେ ଦେଖିବା ଞ୍ଚ। ଞ୍ଚ କେମିତି ହୁଏ? ନ୍ୟ ଯୁକ୍ତ ଚ ଞ୍ଚ। ଆଉ ଥରେ କହିବା ନ୍ୟ ଯୁକ୍ତ ଚ ଞ୍ଚ। ମୋ ସହିତ କୁହ ନ୍ୟ ଯୁକ୍ତ ଚ ଞ୍ଚ। ସେଇଭଳି ନ୍ୟ ଯୁକ୍ତ ଛ ଞ୍ଚ। ନ୍ୟ ଯୁକ୍ତ ଛ ଞ୍ଚ। ମୋ ସହିତ କୁହ। ଆଚ୍ଛା, ପ୍ରଥମେ ଞ୍ଚର ଶବ୍ଦ ଗୁଡ଼ିକ ଆମେ ଦେଖିଦେବା। ବିଞ୍ଚଣା, ପାଞ୍ଚ, ମଞ୍ଚ। ଏଠି କଞ୍ଚ ହୋଇଯାଇଛି, ଏଠି କଞ୍ଚା ହେବ। ଘଞ୍ଚ, ପାଞ୍ଚଣ, ଅଞ୍ଚଳ, ଚଞ୍ଚଳ, ସଞ୍ଚୟ, କାଞ୍ଚନ, ପଞ୍ଚାୟତ। ଏଗୁଡ଼ିକ ହେଲେ ଅଞ୍ଚ ଶବ୍ଦ। ସେଇଭଳି ଆମେ ପ୍ରଥମେ ଦେଖିବା, ତାପରେ ଦେଖିବା ବାଞ୍ଛାନିଧି। ଅଂଛ ଶବ୍ଦ ବାଞ୍ଛାନିଧି। ଅଂଛରେ କ'ଣ ଆସିଲା? ଚଞ୍ଛା, ବାଞ୍ଛା, ପିଞ୍ଛ, ଲାଞ୍ଛନା। ହେଲା। ଆଚ୍ଛା, ତାପରେ ଆମେ ଗୋଟେ ବିଷୟ ଦେଖିବା ଯେଉଁଥିରେ କି ବ୍ୟବହାର କରାଯାଇଛି ଅଞ୍ଚ ଓ ଅଂଛ ଶବ୍ଦ। ସିଂହ ଓ ହରିଣ। ବିଂଛସରପୁରରେ ବାଞ୍ଛାନିଧିର ଘର। ବିଂଛସରପୁରରେ ବାଞ୍ଛାନିଧିର ଘର। ଥରେ ସେ କଣ୍ଟା ବାଞ୍ଝି ଯାଉଥିଲା। ଥରେ ସେ କଣ୍ଟା ବାଞ୍ଛି ଯାଉଥିଲା। ବାଟରେ ଗୋଟିଏ ଘଞ୍ଚ ଜଙ୍ଗଲ ପଡ଼ିଲା। ସେହି ବାଟରେ ଗୋଟିଏ ଘଞ୍ଚ ଜଙ୍ଗଲ ପଡ଼ିଲା। ସେହି ବାଟ ଦେଇ ସେ ଗଲାବେଳେ ଦେଖିଲା ପଞ୍ଛାଏ ହରିଣ ଚରୁଛନ୍ତି। ଆଖି ପିଛୁଳାକେ ଗୋଟିଏ ସିଂହ ଲମ୍ଫ ପ୍ରଦାନ କରି ସେଥିରୁ ଗୋଟିଏ ହରିଣକୁ ମାଡ଼ି ବସିଲା। ତାକୁ ପଞ୍ଛାରେ ଧରି ମୁନିଆ ଦାନ୍ତରେ ତା ତଣ୍ଟିକୁ ଫୁଟାଇ ଦେଲା। କିଛି କ୍ଷଣ ପରେ ତାକୁ ଘୋଷାଡ଼ି ତା ଗୁମ୍ଫା ଆଡ଼କୁ ନେଇଗଲା। ମନ ଆନନ୍ଦରେ ତାର ମାଂସ ଖାଇବାରେ ଲାଗିଲା। ଏ ଘଟଣା ଦେଖି ବାଞ୍ଛାନିଧିର ଗତି ମନ୍ଥର ହୋଇଗଲା। ଭୟରେ ତା ମନର ଦମ୍ଭ ଭାଙ୍ଗିଲା। ମନରେ ଶକ୍ତି ସଞ୍ଚାର କରି ସେ ଘରକୁ ଫେରିଆସିଲା। ଆଚ୍ଛା ପିଲାମାନେ, ତମେ ତ ଦେଖିଲ ଏଠି ଅଞ୍ଚ ଅଂଛ ଶବ୍ଦକୁ ଅଞ୍ଚ ଅଂଛ ଯୁକ୍ତାକ୍ଷରକୁ ବ୍ୟବହାର କରାଯାଇଛି। ତା ସହିତ ଆଉ କ'ଣ କ'ଣ ଯୁକ୍ତାକ୍ଷର ଅଛି ଟିକେ ଦେଖିବା ଆସିଲ। ଦେଖ, କଣ୍ଟା, କଣ୍ଟା ବାଞ୍ଛି, ଅଣ୍ଟ ଲାଗିଛି। ହେଲା। ତାପରେ ଦେଖ ଆଉ କେଉଁଠି ରହିଲା? ଖୋଜ ମୋ ସହିତ। ହଁ, ଲମ୍ଫ। ଲମ୍ଫ ଅମ୍ଫ ରହିଛି। ସେଇଭଳି ଆଗକୁ ଦେଖ ଆଉ କ'ଣ ଅଛି? ଦାନ୍ତ ଅନ୍ତ ଅଛି। ତଣ୍ଟି ଅଣ୍ଟ ଅଛି। ତାପରେ ଆଗକୁ ଦେଖିବା ଗୁମ୍ଫା ଅମ୍ଫ ଅଛି। ତାପରେ ଆଉ ଆଗକୁ ଦେଖିବା ଆଉ କ'ଣ ଅଛି? ଆଉ କ'ଣ ଅଛି? ମନ୍ଥର ଅନ୍ଥ ଅଛି। ତାପରେ କ'ଣ ଅଛି? ଦମ୍ଭ ଅମ୍ଭ ଶବ୍ଦ ଅଛି। ତାପରେ ଅଛି କ'ଣ? ଶକ୍ତି ଅକ୍ତ ଅଛି। ହଁ, ଶକ୍ତି। ଆଚ୍ଛା, ଆମର ଅଞ୍ଚ ଅଂଶ ଯୁକ୍ତାକ୍ଷର ସହିତ ଏଠି ଆଉ ବି ଅନେକ ଯୁକ୍ତାକ୍ଷର ରହିଛି। ଆଚ୍ଛା, ଆସିଲ କିଛିଟି ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ହେଲା, ଏଇଟା ତୁମ ପାଇଁ କାମ। କିଛିଟି ଶୂନ୍ୟ ସ୍ଥାନ ଦେଖିବା। ଆଚ୍ଛା, ପ୍ରଥମେ କହିଲ ଅଞ୍ଜ ସହିତ କ'ଣ ମିଶିଲେ ନ୍ୟ ସହିତ କ'ଣ ମିଶିଲେ ଞ୍ଚ ହୁଏ? ନ୍ୟ ଯୁକ୍ତ ଚ ଞ୍ଚ। ନ୍ୟ ଯୁକ୍ତ କ'ଣ ମିଶିଲେ? ନ୍ୟରେ କ'ଣ ମିଶିଲେ ଅଂଶ ହେବ? ନ୍ୟ ଯୁକ୍ତ ଛ ଅଂଶ। ଏଠି ବି ଦେଖ ନ୍ୟ ଯୁକ୍ତ ଚ ଦେଖି ଡ୍ୟାସ୍ ଦେଇଛି, କ'ଣ ହେବ? ନ୍ୟ ଯୁକ୍ତ ଚ ଞ୍ଚ। ଆଚ୍ଛା, ଏଠି ପ ଡ୍ୟାସ୍ ୟତ ଅଛି, କ'ଣ ଲାଗିବ? ପଞ୍ଚାୟତ। ସେଇପରି ପା ସହିତ ଡ୍ୟାସ୍ କ'ଣ ଅଛି? ପାଞ୍ଚଣ। ଠିକ୍ ଅଛି। ଆଚ୍ଛା, ଏଠି ଲା ଅଛି, ନା ଅଛି, ମଝିରେ କ'ଣ ଲାଗିବ? ଲାଞ୍ଛନା। ସେଇପରି କା ଅଛି, ନ ଅଛି, କ'ଣ ଲାଗିବ? କାଞ୍ଚନ। ସ ଅଛି, ୟ ଅଛି, କ'ଣ ଲାଗିବ? ସଞ୍ଚୟ। ଆଚ୍ଛା, ସେଇଭଳି
ଅ ଯୁକ୍ତ ଅ ଅଛି ଆଉ ଳ ଅଛି କ'ଣ ଲାଗିବ ଅଞ୍ଚଳ। ଆଗକୁ ଦେଖିବା ବନ୍ୟ ମଝିରେ ଡ୍ୟାସ୍ ଅଛି ତାପରେ ରହିଛି ଳ ବନ୍ୟାଞ୍ଚଳ। ତାପରେ ସେଠି ଦେଖ ବ ଡ୍ୟାସ୍ ଅଛି ଣା ଏଇଟା କ'ଣ ହେବ ବିଞ୍ଚଣା ହେବ ବ ଅଛି ଏଇଟା ବିଞ୍ଚଣା ହେବ ହେଲା। ତାପରେ ପ ଅଛି ଡ୍ୟାସ୍ ଅଛି ମ ପଞ୍ଚମ ହେଲା। ଆଚ୍ଛା ଉତ୍ତର ଦେଲ ଦେଖି ବାଞ୍ଛାନିଧିର ଘର କେଉଁଠି ବାଞ୍ଛାନିଧିର ଘର କେଉଁଠି ଥିଲା ବିଂଛସରପୁରରେ ହେଲା। ତାପରେ କ'ଣ ପଚାରିଛି ସେ କେଉଁଠିକୁ ଯାଉଥିଲା ଆସିଲ ଦେଖିବା କେଉଁଠିକି ଯାଉଥିଲା ଥରେ ସେ କଣ୍ଟା ବାଞ୍ଛି ଯାଉଥିଲା। ତାପରେ ଦେଖିବା ଜଙ୍ଗଲରେ ଗଲାବେଳେ କ'ଣ ଘଟିଲା ଜଙ୍ଗଲରେ ଗଲାବେଳେ ସେ କ'ଣ ଦେଖିଲା ପଞ୍ଛାଏ ହରିଣ ଚରୁଛନ୍ତି ଦେଖିଲା। ତାଙ୍କୁ ଗୋଟିଏ ସିଂହ ଲମ୍ଫ ପ୍ରଦାନ କରି ସେଥିରୁ ଗୋଟିଏ ହରିଣକୁ ମାଡ଼ି ବସିଲା ବୋଲି ସିଏ ଦେଖିଲା। ଆଚ୍ଛା ଜଙ୍ଗଲରେ କ'ଣ ଆଚ୍ଛା ଏଇଟା ଆମେ କରିଲେ। ତାପରେ ଦେଖ ସଜାଡ଼ି ଲେଖ ଚ ବୀଣା କ'ଣ ହେବ ବିଞ୍ଚଣା ଚା ପୟତ ପଞ୍ଚାୟତ ଲାଞ୍ଛନା ଏଇଟା ତ ଠିକ୍ ହିଁ ଅଛି ଲାଞ୍ଛନା। ଆଚ୍ଛା ଆଗକୁ ଦେଖିବା ଚମପ କ'ଣ ହେବ ପଞ୍ଚମ ଚଷୟ ସଞ୍ଚୟ। ତାପରେ ଦେଖିବା ନ୍ୟାବଞ୍ଚଳ ବନ୍ୟାଞ୍ଚଳ ଠିକ୍ ଅଛି। ଆଚ୍ଛା ଏହିପରି ଆଗକୁ ଆହୁରି ବି ଆମେ ଯୁକ୍ତାକ୍ଷର ଶବ୍ଦ କରିବା। ଧନ୍ୟବାଦ।